দিবসর প্রীতি কলে যা 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 বাবু দিবসর প্রীতি কলে পুরুষর হুয়ে হানি ছাড়া মোপণ তকানি सुतम देवा दर्श चाणुर मर्दना परमानंद जगत गुरु বান্ধে জগত গরু কৃষ্ণ বান্ধে জগত গরু কৃষ্ণ বান্ধে জগত গরু ইয়ার মুন্ড কিছু কাম করুনি হো আরে কৃষ্ণ বান্ধে জগত গরু মানে এ জগতরে যেতে গরু সবু কৃষ্ণঙ্কর দায়িত্বরে নাম যে কৌলে গাই খালা গরু যে ওই গাই কি বেড়ে या भजनो नहीं बाबा 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 सुनना फिरले সর্বপ্রথমে যে পবিত্র বৃক্ষরে ছেড়া হই তোমার গুরু করেন
ସଜ୍ଜନ ପଣ୍ଡିତମାନଙ୍କ ପଦକନ୍ଦରେ ଆଜ୍ଞା ଦିନହୀନ ଭଜହରିର ଅନନ୍ତ କୋଟି ଦଣ୍ଡବତ ମାତୃସ୍ଥାନୀୟ ଭଗ୍ନିସ୍ଥାନୀୟ ମାମାନଙ୍କ ପଦକନ୍ଦରେ କୋଟି କୋଟି ଦଣ୍ଡବତ ଦଣ୍ଡବତ ସମବୟସ୍କ ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା শুভেচ্ছা କୁନି କୁନି ପୁଅ ଝିଅଙ୍କୁ ସବୁ ଶୁଭାଶୀଷ সব শুভ ପଞ୍ଚାନନରେ ଆଜ୍ଞା ସାରେ ସର୍ବପ୍ରଥମେ ଇଏ ପବିତ୍ର ପୀଠରେ ଛିଡ଼ା ହୋଇଛେ ଆଜ୍ଞା ପ୍ରଭୁଙ୍କର ପୂଜା ଉତ୍ସବ ଚାଲିଛି ଆଜ୍ଞା ଲକ୍ଷ୍ମୀ ନାରାୟଣଙ୍କର ଆବିର୍ଭାବ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ପୂଜା ଯାହା ହୋଇ ଏ ପବିତ୍ର ପୀଠରେ ଛିଡ଼ା ହୋଇ ପ୍ରଭୁଙ୍କର ନାମ ପଦି ଆମେ ପଢ଼ିବା ଆଜ୍ଞା ନାମ ଗାଇବୁ କାହିଁକିରି ଆଜ୍ଞା ଆଜ୍ଞା ଇଏ ସଂସାର ଚାଲିଛି ନାମ ନାମରେ ଚାଲିଛି ନାମରେ ଚାଲିଛି ଏ ତମେ ମାନେ ବସ ବୁଝିଲ ସାର୍ କହିଲେ ତୁମେ ମାନେ ଆଉ ପାରିବନି ବୁଝିଲ ସାର୍ କହିଲେ ବସ ଇଏ ହେଲା ବସ ଇଏ ହେଲା ଟ୍ରକ ଇଏ ହେଲା ଟ୍ରାକ୍ଟର ଇଏ ହେଲେ ସ୍କୁଟର ଆଉ ମୋ କଥା ତ ଜାଣିଥିବେ ଆଜ୍ଞା ମୁଁ ବିରାଟ ଗାଡ଼ି କୋଉ ଗାଡ଼ି I am a Lumna. No, you are only a senator. But how much of the disturb for you? Mamu ini pakar boleh dulu. Kalau mau kata-kata apa? Aku betul-betul apa? Ini mamu. Hare Namo iwa kebalam. Kolok nastaiwa gatiranata. ନାମ ବିନା ଇଏ ଜୀବନ ଗତି ନାହିଁ କି ମୁକ୍ତି ନାହିଁ କୋଉ ନାମ ପଞ୍ଚାନନରେ 772 ପ୍ରକାର ଧର୍ମ ମାର୍ଗ ହେଲାଣି ଆଜ୍ଞା 772 ଧର୍ମ ଗୁରୁ କୋଉ ନାମକୁ ଭଜନ କଲେ ଇଏ ଜୀବ ତରିବ ଚୈତନ୍ୟ ଦେବ ପ୍ରଚାର ପ୍ରସାର କଲେ ହରେ ନାମ କେବଳମ୍ ଫଳଉ ନାସ୍ତୈବ ଗତିରଣ୍ୟତ କିଏ କହିଛନ୍ତି ନାମ ହରିନାମ ଭଜନ କଲେ ଜୀବ ତରିବ ସେଇଥିପାଇଁ ଆଜ୍ଞା ଚତୁର୍ଶତ ନାମରେ ପଢା Hare Nam Bhaj Nam Chinta Nam Karo Sar 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 Bebe Dekho Nam Bina Gati Nahi Yaar Bebe Dekho Nam Bina Gati Nahi Yaar 772 ଧର୍ମ ମାର୍ଗ 772 ଧର୍ମ ଗୁରୁ 772 ପ୍ରକାର ବୀଜ ମନ୍ତ୍ର ପ୍ରଦାନ କଲେ ନାମ ପ୍ରଦାନ କଲେ କୋଉ ନାମଟାକୁ ଭଜନ କଲେ ଜୀବ ତରିବ ଗୋଟିଏ ପ୍ରମାଣ ଆପଣମାନଙ୍କ ଆଗରେ ବାଢୁଛି ପଞ୍ଚସଖା ଯୁଗ କବି ଆଜ୍ଞା ଯଶୋବନ୍ତ ଦାସ ବଳରାମ ଯଶୋବନ୍ତ ଅନନ୍ତ ଅଚ୍ୟୁତ ଜଗନ୍ନାଥ ଦାସ ପଞ୍ଚସଖା ନାମେ ଯଶୋବନ୍ତ କହିଲେ ଇଏ ଜୀବ କୋଉ ନାମକୁ ଧରିଲେ ଆଜ୍ଞା ମୁକ୍ତି ପାଇବ ଇଏ କଥାକୁ ଆଜ୍ଞା ସିଦ୍ଧାନ୍ତ ଦେଲେ ଯଶୋବନ୍ତ ଦାସ ଯେତେବେଳେ ମାତୃ ଜଠର ମଧ୍ୟରେ ଜୀବ ଥିଲା ମାସ ମାତୃଗର୍ଭ ମଧ୍ୟରେ ଜୀବ ଯେତେବେଳେ ଥିଲା 10 ମାସ ଯେ ଶେଷ କଲା ବୁଲି ହରସ ଉଠି ଯେ କଲୁ ତୁଇ ଭୁଅ ଦେବ ନନ୍ଦ ଶିଷ୍ୟ ନନ୍ଦ ପୁଅ କୃଷ୍ଣଙ୍କୁ ଭଜନ କଲା ଯେବେ ମର୍ତ୍ତ୍ୟ ମଣ୍ଡଳେ ମୁହିଁ କରିବି ଦାସ ତନାମ ଗାଉଥିବି ସୁମ ସେଠି ସତ୍ୟ କରିଛି ନା କଣ ମାତୃଗର୍ଭ ମଧ୍ୟରେ ଜୀବ ଆଜ୍ଞା ସତ୍ୟ କଲା ଯେତେବେଳେ ମର୍ତ୍ତ୍ୟ ଧାମରେ ମୁଁ ଅବତୀର୍ଣ୍ଣ ହେବି
ତୋରି ନାମକୁ ପ୍ରଭୁ ମୁଁ ଭଜନ କରିବି ସିଏ ଆଉ କେହି ନୁହଁ ସେ ହଉଛନ୍ତି ନନ୍ଦ ପୁଅ କୃଷ୍ଣ ସେଇଥିପାଇଁ କୁହାଯାଇଛି କୃଷ୍ଣ ନାମ ହରି ନାମ ବଡ଼ଇ ମଧୁ କୃଷ୍ଣ ନାମ ହରି ନାମ ବଡ଼ଇ ମଧୁ ନାମ ହରି ନାମ ବଡ଼ଇ ମଧୁ କୃଷ୍ଣ ହରେ ଶ୍ରବଣ ଚତୁର কৃষ্ণ নাম হরি নাম বড়াই মধুর যেজন কৃষ্ণ ভজে সে বড় চতুর্থ তবে প্রকৃত কৃষ্ণ হলে দ্বাপর যুগ দ্বাপরে মা ভগবান কৃষ্ণ আবির্ভাব হলে ধরা ধামরে তেমন আজ্ঞা কৃষ্ণ নাম ভজন করা যশোবন্ত দাস কলে কৃষ্ণ নাম ভজন কর নাম তো আজ্ঞা যে দ্বাপর যুগ আগুন কোন কৃষ্ণ নাম নথিলা নাম প্রকৃତରେ ଜାଣିଥିଲା କିଏ ଜାଣିଥିଲା ତ୍ରେତୟା ଯୁଗରେ ନାମ ଜାଣିଥିଲା ଜଣେ ସତ୍ୟ ଯୁଗରେ ନାମର ତତ୍ତ୍ୱ ବୁଝିଲା ଜଣେ ନାମର ଆଜ୍ଞା କେମିତି ହେଲା ତ୍ରେତାରେ ନାମର ତତ୍ତ୍ୱକୁ ବୁଝିଥିଲା ଜଣେ ଦ୍ୱାପର ଯୁଗରେ ନାମ ତତ୍ତ୍ୱକୁ ଆଜ୍ଞା ଜାଣିଲା ଜଣେ ଇଏ କଳି ଯୁଗରେ ନାମ ବିତରଣ କଲେ ଚୈତନ୍ୟ ଆଜ୍ଞା ସତ୍ୟ ଯୁଗରେ ନାମ କିଏ ଜାଣିଲା ସେତେବେଳେ ଆଜ୍ଞା ସତ୍ୟ ଯୁଗ ଘଟଣା ହିରଣ୍ୟାକ୍ଷ ମଧ୍ୟ ସରିଛି ଆଜ୍ଞା ହିରଣ୍ୟ କଶ୍ୟପ ଯାଇଛନ୍ତି ଆଜ୍ଞା ଭ୍ରମଣ କରିବା ପାଇଁ ମୃଗୟା ବିନୋଦରେ ଯାଇଛନ୍ତି ଆଜ୍ଞା ହିରଣ୍ୟ କଶ୍ୟପ ଯାଇ ପହଞ୍ଚିଲେ ଆଜ୍ଞା ଦାକ୍ଷିଣାତ୍ୟ ଜଙ୍ଗଲରେ ପହଞ୍ଚିଗଲେ ସତ୍ୟ ଯୁଗରେ ନାମର କ୍ରିୟାଟା କେମିତି ଦାକ୍ଷିଣାତ୍ୟରେ ଯେତେବେଳେ ପହଞ୍ଚିଲେ ଯେ ଜଙ୍ଗଲରେ ଯେମିତି ପ୍ରଥମ କରି ହିରଣ୍ୟ କଶ୍ୟପକୁ ପାଦ ଦେଲେ ବୃକ୍ଷ ଡାଳରେ ଶୁକ ପକ୍ଷୀଟା ବସିଥିଲା ଯେମିତି ଶୁକ ପକ୍ଷୀ ବସିଥିଲା କହିଲା ନାରାୟଣ ଆଶ୍ଚର୍ଯ୍ୟ ହେଲା ହିରଣ୍ୟ କଶ୍ୟପ ଚିର ଶତ୍ରୁ ହଉଛନ୍ତି ମୋର ନାରାୟଣ ଶୁକ ପକ୍ଷୀଟା କଣ ବୃକ୍ଷ ଡାଳରେ ବସିକିରି ନାରାୟଣ ବୋଲି କହୁଛି ହେଲା ଆଉ ଟିକେ ଆଗକୁ ଗତି ହଉ ପୁଣି ଆଜ୍ଞା ପାଦ ବଢେଇ ଦେଲେ ହିରଣ୍ୟ କଶ୍ୟପକୁ ଯେମିତି ଗତି ହେଇଛି ଶୁକ ପକ୍ଷୀ ବୃକ୍ଷ ଡାଳରେ ବସିଥିଲେ କହିଥିଲେ ନାରାୟଣ हिरण्य कश्यप कहले आज चरी दिगर मु बोली आसनी ये प्रकार नारायण शब्द मु सुनिबा को पाई नथि दक्षिणात्य जंगल रे सुख पक्षीटा कहीं नारायण बोली कहूची चिर शत्रु नारायण बोली उच्चारण करूची खेलिले हिरण्य कश्यप ये वसुहर संकेत मोर चिर शत्रु नारायण कर नाम যেতবেলে আজ্ঞা ফেরি আসলে ঘরকু ফেরিলে অয়াদ লক্ষ্য কলে স্বামী ফেরি আসিছন্তি তাতে চিন্তা কলি ইয়ে তো মুগা করিয়া পাই যাইଥିଲେ ফেরিলে কাহিকি আসিলে কাহিকি ফেরিলে যেতবে পচারি দেলা আজ্ঞা স্বামী আসি পৌঁছছন্তি পাদ সেবা স্বামী যাইছিলে ফেরি আসিলে কাই অসুবিধা হলা কোন সতী নারীর ধর্ম শ্লোকটা পড়ুছি এ তো কলা সাহিত্য গোটা গোটা পর্যায়ে গিয়া নীতি শিক্ষা নাই আজ্ঞা ইয়ে পতি পরায়ণ যাই স্বামীঙ্কর পদকু ধৌত কলে কলে স্বামী যাইছিলে ফেরিলে যে কাহিকি আজ্ঞা না সতী নারীর ধর্ম কোন না এক মধ্যে রাশি রতে বেশিয়া জননী সভা